ପ୍ରେମରେ କେଉଁଠି ଆରମ୍ଭ ଆଉ କେଉଁଠି ଶେଷ ତାହା କେହି ଜାଣିନଥାଏ। ପ୍ରେମ ତ କରିଲା ବେଳେ ଏତେ କଷ୍ଟ ହୁଏନି, କିନ୍ତୁ ପ୍ରେମକୁ ପ୍ରକାଶ କଲା ପରେ ଯଦି ଆମକୁ ଆମ ପାର୍ଟନର ଇଗ୍ନୋର କରିବାକୁ ଲାଗେ ତାହେଲେ ଆମକୁ ବହୁତ କଷ୍ଟ ହୁଏ। ଯାହା ଏବେ ପ୍ରତୀକକୁ ହେଉଛି, କିନ୍ତୁ ମୁହଁ ଖୋଲି ସେ ଇତିକୁ କହିପାରୁନି। ପ୍ରତୀକ ମନରେ ଏଥିପାଇଁ ରାଗ ଯେତିକି ଅଛି, ଭୟ ମଧ୍ୟ ରହିଛି। କାଳେ ଇତି କଥା ଶୁଣିଲେ ପୁଣି ରାଗିଯିବନି ତ? ତାହେଲେ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ ଅଧ୍ୟାୟ। କେବେ କାହାକୁ ନିଜ ଜୀବନଠୁ ଅଧିକ ଭଲ ପାଇଲେ ଜମାରୁ ଭଲ ନୁହେଁ। ପରେ କେବେ ନା କେବେ ଆମକୁ ହିଁ କଷ୍ଟ ହୁଏ, ଯାହା ଏବେ ମୋତେ ହେଉଛି। ପ୍ରତୀକ, ବେଳେବେଳେ କଥାକୁ ନ ବୁଝି ଅବୁଝା ହେଲେ ଆମକୁ ଏମିତି ହିଁ ଲାଗେ, ଯାହା ଏବେ ତୁମକୁ ଫିଲ୍ ହେଉଛି। ମୋର ଭୁଲ କ'ଣ ଥିଲା ଏତେ? ତୁମେ ମୋତେ ନ ଜଣେଇ ମିଟୁ ସହିତ ଚାଲିଗଲ, ଆଉ ଏପଟେ ମୁଁ ପାଗଳପୁର ତୁମକୁ କଲ୍ କରୁଛି, ଆଉ ତୁମେ ସେ ମିଟୁ ସହିତ ବୁଲିବାକୁ ବାହାରିଥିଲ। ପ୍ରତୀକ, ମୁଁ ବୁଲିବାକୁ ବାହାରି ନଥିଲି, କଲେଜ ଯିବାକୁ ବାହାରିଥିଲି। ହଠାତ୍ ମିଟୁ ଆସି ମୋତେ ନେବା ପାଇଁ ଜିଦ୍ ଧରିଲେ। ସେଠି ବାପା ବି ଥିଲେ, ତ ମୁଁ ମନା କରିପାରିଲିନି। ତାହେଲେ ମୋତେ କହିଦେଇଥାନ୍ତ ନା ଏତେ। ଏମିତି କିଛି ଅସୁବିଧା ଥିବାରୁ ତ ମୋ ସହିତ ଯାଇପାରିଲନି ବୋଲି। ମୁଁ ତୁମକୁ କହିବାକୁ ବହୁତ ଚେଷ୍ଟା କରିଲି ପ୍ରତୀକ, କିନ୍ତୁ ଠିକ୍ ଟାଇମ୍ରେ ତୁମ ଫୋନ୍ ଲାଗିଲାନି। ମୁଁ ତୁମକୁ ବାରମ୍ବାର ଫୋନ୍ କରୁଥିଲି, ମୋ ଫୋନ୍ ଲାଗିବ କେମିତି? ତାହେଲେ ଏବେ କୁହ, ଭୁଲ କାହାର, ମୋର ନା ତୁମର ପ୍ରତୀକ? ଇତି, ତୁମେ ରାସ୍ତାରେ ବି ତ ଦେଖିଲ, ସେତେବେଳେ ମୋତେ କହିପାରିଥାନ୍ତ, କିନ୍ତୁ କିଛି ନ କହି ଚାଲିଗଲ। ମୋତେ ଲାଗିଲା ମୁଁ ବୋଧେ ତୁମକୁ ଭଲ ପାଇବା କହିଦେଲି ବୋଲି ତୁମେ ମୋତେ ଇଗ୍ନୋର କରୁଛ। ନା ପ୍ରତୀକ, ତୁମେ ଭାବୁଥିବା କଥା ସମ୍ପୂର୍ଣ୍ଣ ଭୁଲ। ମୁଁ ତୁମକୁ ବହୁତ ଭଲ ପାଏ, କେବଳ କିଛିଟା ପରିସ୍ଥିତିରେ ମୁଁ ସମୟ ପାଉନି। ତୁମେ ମୋତେ ସତରେ ଭଲ ପାଅ ଇତି? ମୋତେ ବେଳେବେଳେ ତୁମ ଉପରେ ସନ୍ଦେହ ଆସିଯାଏ ଯେ ତୁମେ ମୋ ପାଇଁ ତ, ନା ମୁଁ ତୁମକୁ ହିଁ ପାଗଳ ପରି ଭଲ ପାଉଛି। ନା ପ୍ରତୀକ, ମୋ ମନରେ ବି ତୁମ ପାଇଁ ସେତିକି ଫିଲିଙ୍ଗସ୍ ଅଛି। ଇତି, ଚାଲ ଆଜି କୁଆଡ଼େ ବୁଲିବାକୁ ଯିବା। ପ୍ରତୀକ, ତମର ମନେ ଅଛି ତ, ମିଡ୍ ସେମିଷ୍ଟାର ପାଖେଇ ଆସିଲାନି। ଏସବୁ କଥାରେ ବିଲକୁଲ ସମୟ ହେଉନି ପାଠ ପଢ଼ିବାକୁ, ଆଉ ତୁମେ କହୁଛ ବୁଲିବାକୁ। ହଉ, ମୁଁ ଯାଏ, ଆଜିଠୁ ପାଠ ପଢ଼ିବା ଆରମ୍ଭ କରୁଛି। ସତରେ ତୁମେ ଆଜିଠୁ ପାଠ ପଢ଼ିବ ଆଉ ପରୀକ୍ଷା ଦେବ? ମୋତେ ତ ତମ କଥା ଶୁଣିଲେ ହସ ଲାଗୁଛି। ହସୁଛ କ'ଣ ପାଇଁ? ମୁଁ ତୁମଠାରୁ ତ ଭଲ ପଢ଼େନି, ତଥାପି ଟ୍ରାଏ କରିବି। ହଉ, ତୁମେ ଯାଅ ପଢ଼ିବ, ମୁଁ ବି ଯାଏ, ସେପଟେ ମୋର ବହୁତ କାମ ଅଛି। ପ୍ରେମ ତ ସମସ୍ତେ କରନ୍ତି, ହେଲେ ପ୍ରେମରେ ଲାଗି ରହିଥିବା ବୁଝାମଣାକୁ ଦୂର କରିବାକୁ କେତେ ଯେ ପାମ୍ପଡ଼ ବେଲିବାକୁ ପଡ଼େ, ସେ କଥା ପ୍ରେମିକାଠୁ ଆଉ ଭଲ ଭାବରେ କାହାକୁ ଜଣାନଥିବ। ଏଇ ଯେମିତି ଆମ କାହାଣୀର ନାୟିକା ଇତିକୁ କେତେ ସଫେଇ ଦେବାକୁ ପଡ଼ିଲା ଯେ ସେ ପ୍ରତୀକର ଫୋନ୍ ନ ଉଠାଇ କେମିତି ମିଟୁ ସହିତ ଚାଲିଗଲା। ଏବେ ତ ଦୁଇ ପ୍ରେମ ପକ୍ଷୀ ମିଶିକି ପୁଣି ନିଜ ଆକାଶରେ ଉଡ଼ିବାକୁ ଲାଗିଲେଣି। ତେବେ ଆଗକୁ କ'ଣ ହେଉଛି ଜାଣିବାକୁ ହେଲେ ଅପେକ୍ଷା କରନ୍ତୁ ଆମର ଆଗାମୀ ଅଧ୍ୟାୟକୁ, ଠିକ୍ ଏହି ସମୟରେ।